ପିଲାଟା ଆମେ ସେତେ 1:40-45 ବେଳର କଥା ବୁଝିପାରିଲେ ନା। ଆଜ୍ଞା ସାର୍। ପିଲା ଖାଆନ୍ତି, ଆମେ ମୁଁ ବି ନିଜେ ହେଡମାଷ୍ଟର ଦୃଷ୍ଟିରୁ ପିଲାଙ୍କ ଖାଇବା କତିରେ ବସେ। ଖାଇ ଖୁଆ ସାରିଲା ପରେ ପିଲାମାନେ, ଆମର ତ ଜାଗା ନାହିଁ, 2-3 ହାଁସ ହବ ଜାଗା, ଆଜ୍ଞା ସେଠି ଟିକେ ବୁଲାବୁଲି କରନ୍ତି। ଦିନ ଯାକ ପାଠ ପଢିଲେ ତ ଆଜ୍ଞା ଗୋଟେ ଟିକେ ବୁଲାବୁଲି କରନ୍ତି। ଆମେ ଟିକେ ଅଫିସର ଯିଏ ଯାହା ଟିଫିନ ଫିଫିନ ନେଇ ଯାଇଥାଏ ଟିକେ ଖିଆଖୁଇ କରି। ସାର୍ ସାର୍ ଆଜି ବି ସାର୍ ସେଇଭଳିଆ ପିଲା ଖାଇସାରିବା ପରେ ମୁଁ କହିଲି ଛୁଏଁ ତମର ଏଇଠି ବୁଲାବୁଲି କର, ଆମର ଟିକେ ମୁଁ ଆଜି ସାର୍ କାଲି ଯେ OAV ପରୀକ୍ଷା ଅଛି, ମୋ 6 ଜଣ ପିଲା ପରୀକ୍ଷା ଦେବେ। ସାର୍ ତେଣୁ ମୁଁ ନିଜେ ପିଣ୍ଡାରେ ବସିକି ମସିଣା ପକେଇକି ପିଲାଙ୍କୁ ମୁଁ ସକାଳୁ ଦିନ 10ଟା 15-20 କତିରୁ କଣ୍ଟିନ୍ୟୁ ଆସିଲି, ମୁଁ ଗୋଟେ ଯା ଦେଖୁଛି। ସାର୍ ତାପରେ ଖାଇବା ଘଣ୍ଟା ପଡିଲା 1:10ର, ପିଲା ଖାଇତେ ବଇଲେ, ସବୁ ହାତ ଫାତ ଧୋଇଲେ। ଧୋଇ ଧୁଆ ସାରିକି ମୁଁ କହିଲି ଛୁଏଁ ମୁଁ ତ ଠକି ଗଲିନି, ତମ ଟିକେ ବୁଲାବୁଲି କର ଏଇ ପିଣ୍ଡାର। ଆମର ସାର୍ ସେଇ ବାଉଣ୍ଡ୍ରି ଟା ଜାଗା ହଉଛି ମାତ୍ର 2-4 ହାଁସ ହବ, ବୁଲାବୁଲି କି ଖେଳାଖୁଳି ପାଇଁ ବି ନୁହେଁ କିଛି। ସାର୍ ତେଣୁ ମୁଁ କହିଲି ତୁମର ଇଏ କର, ମୁଁ ଟିକେ ରେଷ୍ଟ ନିଏ, ମାନେ ଟିକେ ଜଳଖିଆ ଟିକେ ଟିଫିନ ଘରୁ ନେଇ ଯାଇଯା, ମୁଁ ତ ଡାଇବେଟିସ ବାଲା, ଆଉ ଟିକେ ଖାଇଦିଏ। ସାର୍ ଅନୁକୂଳ ସାର୍ ଖାଇବା ବୋଲି ମୁଁ ରୁଟି ଟା କାଢି ପକେଇଛି, ଅନ୍ୟ ଦିଦି ମାନେ ଯିଏ ଯାହା ଆଣିଛନ୍ତି କାଢୁଛନ୍ତି। ଗୋଟେ ପିଲା ଆସିକି କହିଲା ସାର୍ ସେ ଫଳକଟା ନଉଟି ପଲା। ମୁଁ କହିଲି ବେ ନଉଟି ପଲା, ତା ତଳେ କି ତା ପାଖାପାଖି କେହି ନାହିଁ ତ? ନା ନା ସାର୍ କେହି ନାହିଁ। ତାପରେ ଯୋଉ ପିଲାଟା ଏଇଭଳି ଘଟଣା ହେଲା, ସେ ପିଲାଟା ଆସିଲା, ସେ ଆଜ୍ଞା ଆସିକି ଜୁହାର ହେଇ ପଡିଲା। ମାନେ ଜୁହାର ହେଲା ରହିଲା। ମୁଁ ଭାବିଲି ବୋଧେ ଇଏ ଛୁଟି କରିକି ଯିବ, ତେଣୁ ସେ ଜୁହାର ହେଇକି କହୁଛି ସାର୍ ଛୁଟି କରିବୁନି ବେ, ତୁ ଛୁଟି କରିକି ଯିବୁ ନାହିଁ, ସେ ଜୁହାର ହେଲୁ କେନେ? ତାପରେ ସେ ଖାଲି ଆସ୍ତେ କି କହିଲା, ମତେ କହିଲା ସାର୍ ସେ ଫଳକଟା ଟିକେ ମୋ ପେଟ୍ରୋ ବାଜି ଯାଇଛି। ମାନେ ଏଟା ପୁରା ଅସ୍ପଷ୍ଟ, ମାନେ ଶୁଣି ହଉଛି। ଆଜ୍ଞା ତାପରେ ପିଲାଟା ସେ ଯେ ଜୁହାର ହବା ପୋଜିସନ ର ସେ ନଉଟି ପଲା। ଆମର ଯେ ପୂଜାରୀ ଜଣକ ସେଠି ଥିଲେ, ସେ ଆଜ୍ଞା ଧରିକି ତାକୁ ଉଠି ନେଲେ। ଇତି ଅବସରରେ ଆମର ଜଣେ ଦିଦିଙ୍କ ସ୍ୱାମୀର ଗାଡି ଅଛି, କାର ଅଛି, ଆଜ୍ଞା ସେଇ ଜାମକୁଣ୍ଡା, ମାନେ ଆପଣଙ୍କର ଆମ ସ୍କୁଲରୁ 200 ମିଟର ଦୂରର ଜାମକୁଣ୍ଡା, ତାଙ୍କ ଘରଟା ସେଇଠି। ସାର୍ ସେ ସାର୍ ସାଙ୍ଗେ ସାଙ୍ଗେ କାର ଘିନିକି ଆଇଲେ। ସେ କାରର ମୁଁ ପିଲାକୁ ଯୁକ୍ତ ମୋର ଜଣେ ଦିଦି କି ମୋ ପୂଜାରୀ କି ଚଢେଇ ଦେଇକି ମୁଁ କାର ପଛର ମୋଟରସାଇକେଲ ଚଢିକି ଗନି। ଆଉ ମୋର ଜଣେ ସାର୍ ଆଜି ଇଡୁକୁରରେ ଆମର ବ୍ଲକରେ ଟ୍ରେନିଂ ନଉଥିଲେ ବନ୍ଦେ ମାତରମ୍। ସାର୍ ତାଙ୍କ ପାଖରେ ସେ ଗାଡିଆନ ନମ୍ବର ଥିଲା, ମୁଁ ସେଠିକି ନୂଆ ଯାଇଛି, ଏତେ ଗାଡିଆନ ନମ୍ବର ମୋ ମୋବାଇଲର ସେଭ୍ ନାହିଁ। ସାର୍ ଖାତା ଦେଖିବା ପାଇଁ ମତେ ବେଳ ହେଲାନି। ତେଣୁ କାନୁ ସାର୍ ବି, ସେ ସାର୍ଙ୍କ ନା କାହ୍ନୁଚରଣ ଜେନା, ସିଏ ବି ତା ଗାଡିଆନ କତିକି ଫୋନ କରିଦେଇଛନ୍ତି। ସିଏ ବି ମାନେ ଇତି ଅବସରରେ ସିଏ ବି ଚାଲିଛନ୍ତି। ଇଡୁକୁରେ ସେ ଛୁଆ ବି ପହଞ୍ଚିଛି, 2-5 ମିନିଟ ଭିତରେ ତା ଗାଡିଆନ ପହଞ୍ଚିଛି, ମୁଁ ବି ପହଞ୍ଚିଛି। ତାପରେ ଡାକ୍ତରକୁ ଦେଖେଇଲେ, ଡାକ୍ତର ଦେଖିଲେ, ଡାକ୍ତର ଗୋଟେ ପେନ୍ କ୍ଲିୟର ଦେଲେ, କଣ ଇଞ୍ଜେକ୍ସନ ଦେଲେ, ଯେ କହିଲେ ଯେ ଏଇଟା ଯଦି କମିଯିବ ତାହେଲେ କିଛି ବ୍ୟସ୍ତ ହବାର ନାହିଁ, ନହେଲେ ବାଲେଶ୍ୱର ନେଇଯିବେ, ଅଲଟ୍ରାସାଉଣ୍ଡ କରିବେ। ସେ ଲେଖିଦେଲେ ରିପୋର୍ଟର। ସାର୍ ଯାହା ହଉ ସେଇଟା ଦେଲା ପରେ ପିଲାର ବି କମିଗଲା। ସେ କଥା କହିଲା, ତା ମା, ତା ବାପା, ତା ଜେଜେ, ତା କାକା, ତା ପଡିଶା କାକା ସମସ୍ତେ ଅଛନ୍ତି, ମୁଁ ଅଛି, ମୋର ଜଣେ ସାର୍ ଅଛନ୍ତି, ମୋର ଜଣେ ଦିଦିଙ୍କ ସ୍ୱାମୀ ବି ଯାଇଛନ୍ତି, ସାର୍ ସମସ୍ତେ ଆମେ ଅଛେ। ପିଲା କଥା କହୁଛି ଭଲ ସବୁ ସନ୍ଧ୍ୟା ଯାକେ। ତାପରେ ତା ବାପ କହିଲା ସାର୍ ଗୋଟେ କାମ କରନ୍ତୁ, ୟାକୁ 2-3 ଦିନ ଆଗରୁ ଝାଡା ହେଇଥିଲା, 3 ଦିନ କାନ୍ତରେ ଝାଡା ହେଇଛି, 1 ତାରିଖ ଦିନ ଖାଇଥିଲା, 2 ତାରିଖ ଦିନ ଝାଡା ଆରମ୍ଭ ହେଲା, 2, 3, 4 ଏରକମ 2-3 ଦିନ ଝାଡା ହେଇଛି। ତାପରେ ମୁଁ ଔଷଧ ଆଣି ଦେଇଛି, ସେ ଟିକେ ଦୁର୍ବଳ ହେଇଛି। ପିଲାଟାକୁ ବି ଦେଖିଲେ ଦୁର୍ବଳିଆ ଜଣା ପଡୁଥିଲା। ମୁଁ ବି ତାକୁ ପଚାରିଛି କ୍ଲାସରେ, ବାବୁରେ ତୋ ଦେହ ଏରକମ ଲାଗୁଛି କେନେ? କିଏ କହିଲା ତାକୁ ଝାଡା ହଉଥିଲା। ମାନେ ହଉ ହଉ। ତାପରେ ସେ ଗୋଟେ ସେଲାଇନ ଯେ ଦେଲେ, ସାର୍ଙ୍କୁ କହିବାରୁ ସାର୍ ଗୋଟେ RL ଦେଇଦେଲେ ଆମର ଇଡୁକୁରେ। ସାର୍ ତାପରେ ପିଲାଟା ଆସ୍ତେ, ସଞ୍ଜ ବାଜିଲା ବୋଧେ 7ଟା ପାଖାପାଖି ହବ, ପିଲାଟା କହିଲା ଯେ ମୋ ଆଖି ଅନ୍ଧାର ଦିଶୁଛି। ମୁଁ ଭାବିଲି ବୋଧେ ସେ ଘରକୁ, ତା ଗାର୍ଡିଆନ ବି କହିଲେ ସେ ଘରକୁ ଯିବା ପାଇଁ ଆଖପାଖ ଆଉଲା, ମତେ ଘରକୁ ନେଇ ଚାଲ, ଘରକୁ ନେଇଗଲେ ମୁଁ ଭଲ ହେଇଯିବି, ସାର୍ ଆଉ ମତେ ଏଠି ଭଲ ଲାଗୁନି, ମତେ ଆଖପାଖ ଲାଗୁଛି। ମୁଁ ତା ବାପ ବି ଭାବିଲା ବୋଧେ ଏଇ ପାଇଁ ସେ କହୁଛି ଯେ ମତେ ଦେଖା ଯାଉନି। ତାପରେ ପିଲାଟାର ଅକ୍ସିଜେନ ସର୍ଟ ହେଲା ବୋଲି ମୁଁ ଅନୁଭବ କଲି, ତା ଗାର୍ଡିଆନ ବି ଅନୁଭବ କଲେ। ଆମେ ସାଙ୍ଗେ ସାଙ୍ଗେ 108 କୁ କଲ କଲେ। ଦେଖିଲେ 108 ପ୍ରତାପପୁରର ନା କେଇଠି ଅଛି, ଆସିବା ପାଇଁ ଡେରି ହବ, ଅଧଘଣ୍ଟେ ଯିବ। ଆମେ ଏତିକି ସମୟ ବି ନ ଦେଇକି ଇଡୁକୁରୁ ଗୋଟେ ପ୍ରାଇଭେଟ ଆମ୍ବୁଲାନ୍ସ କରିକି, ଆମର ଜଣେ ସାର୍, ଆମର ସେ ଆସିଷ୍ଟାଣ୍ଟ ଟିଚର ଯିଏ, ସିଏ ଆଉ ସେ ଛୁଆର ବାପା, ମା, ତା ଜେଜେ, ତା କାକା, ଛୁଆକୁ ନେଇକି ଚାଲିଗଲେ ସିଧା ଆପଣଙ୍କର ବାଲେଶ୍ୱର ରେମୁଣାକୁ। ରେମୁଣା ତ ଟ୍ରିଟମେଣ୍ଟ ହେଇଛି। ଆଉ ମତେ ସେଠି ସେ କାହ୍ନୁ ସାର୍ଙ୍କ ଗାଡି, ମୋ ଗାଡି, 2ଟା ଗାଡି ଥିଲା। ମୁଁ 2ଟା ଗାଡି କି ଥଇଥାନ କରିକି ଘର କତିକି ଆସିମି। ଆଉ ସେଠୁ
କାହ୍ନୁ ବାବୁ ଆଡମିସନ କଲେ ଡାକ୍ତର ଟ୍ରିଟମେଣ୍ଟ ଆରମ୍ଭ କରିଛନ୍ତି। ମୁଁ ପଚାରିଲି, କହିଲେ ହଁ ଟ୍ରିଟମେଣ୍ଟ ଚାଲିଛି, ପିଲାର ପଲ୍ସ ରେଟ୍ ଟା ଟିକେ ଅଡୁଆ ହଉଛି, ଦେଖାଯାଉ କିସ ହଉଛି। ତାପରେ ଅଧଘଣ୍ଟେ କାନ୍ତେ ପରେ କହିଲେ ସାର୍ ସେ ଛୁଆ ଚାଲିଗଲା। ଆଉ ମୁଁ ତ ଭାଇ ସେଇଠୁ ସାର୍ ମୁଁ ଏକଦମ ପୁରା ଘାବରିକି ବଇଛି, କାହାକୁ ଫୋନ କରିମି କିସ କରିମି, କଣ ବା ଆମର ଭୁଲ ରହିଲା। ଆମେ ତ ସବୁ ରକମ ପଦକ୍ଷେପ ନେଲେ, ଭଗବାନ ଶେଷରେ ଏଇଆ କଲା। ଏଇଭଳିଆ ଭାବିକି ସାର୍ ବସିଛି ମୁଁ। এই যে স্যার ফଳকটা যে পড়লে সেটা কি ফଳক কি স্যার? ସେଇଟା ସାର୍ ଇଟାରେ ଗୋଟେ ମୋ ଓଡିଶା ନବୀନ ଓଡିଶା ର ଗୋଟେ 5 ଲକ୍ଷ ଘର ଆମର ଆସିଥିଲା। মানে ମୁଁ এই ସେଟା স্কুল ମୁଁ ସେଠିକି ଯିବା স্কুল ଆଗରୁ স্কুল পাই কি? ଆଜ୍ଞା ଆଜ୍ଞା, হ্যাঁ হ্যাঁ କିନ୍ତୁ ସେଇ ଯେ ପ୍ରୋଜେକ୍ଟ ଟା ବନ୍ଦ ହେଇଗଲା ନା, হুম ସେ ପୁଅ କଥାର ଗୋଟେ ସାଇଡ ର କିଚେନ ଗାର୍ଡେନ କୁ ଲାଗିକି ତିଆରି ହେଇଥିଲା। আচ্ছা ଆଚ୍ଛା ଆଉ ଆଜି ଯା କିଛି ଅଡୁଆ ନାହିଁ, ପିଲା ତାର ସାଇଡ ର ଖେଳନ୍ତି, ଆମର ତ ଖେଳିବା ପାଇଁ ଜାଗା ବି ସେମିତି ନାହିଁ। ସେଇଠି ଟିକେ ବୁଲାବୁଲି, କୋଟି କୋଟି ଛୁଆ, ପଞ୍ଚମ ଶ୍ରେଣୀ ଯା ଆମର ପିଲା, ସେ ସେ ହେଲା ଘର ପଞ୍ଚମ ସେ ଶ୍ରେଣୀ। ଘରଟା ହେଇଛି ନା ହେଇନି ସାର୍? ନା ସାର୍ ସେ ଘରଟା ହେଇନି, ସେ ପ୍ରୋଜେକ୍ଟ ତ ବନ୍ଦ ହେଇଗଲା।